हरि बोल हरे कृष्ण राधे राधे जय जगन्नाथ। समय सहित बदली आम जीवन शैली। एक समय थिला जेतबळे गाँ घर रोषेई घर में माटी चूला और काठ जाल खाद्य प्रस्तुत होउतिला। सेई खाद्यर स्वाद सह जड़ित थिला माटीर सुगंध, परिवार स्नेह और आम संस्कृतिर परिचय। किंतु आधुनिकतार प्रभाव रे आज सेही परंपरा धीरे धीरे लोप पाइबाकु बसिछि। एपटे रंधन ग्यास दर दिनकू दिन बढ़ुथिबारु साधारण लोकंक उपरे आर्थिक चाप मध्य बढ़ी चलीछि। ଏହି ପରିସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ଏକ ଅନନ୍ୟ ଅଭିଯାନ। କେନ୍ଦ୍ରାପଡ଼ା ସହରର ଶାନ୍ତସାହି ଗ୍ରାମର ରବୀନ୍ଦ୍ର ପାତ୍ରଙ୍କ ପୁତ୍ର ମାନସ କୁମାର ପାତ୍ରଙ୍କ ବିବାହ ଅବସରରେ ଏହି ଟ୍ରଷ୍ଟ ପକ୍ଷରୁ ନବଦମ୍ପତିଙ୍କୁ ଏକ ଭିନ୍ନ ଧରଣର ଉପହାର ପ୍ରଦାନ କରାଯାଇଥିଲା। ଉପହାର ଭାବେ ଦିଆଯାଇଥିଲା ଏକ ସିମେଣ୍ଟ ଚୁଲା, କାଠ ଜାଳ ଓ ଏକ ଲୁହା କଢ଼େଇ। ଉପହାରଟିକୁ ଦେଖି ବିବାହ ଭୋଜିରେ ଉପସ୍ଥିତ ଅତିଥିମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଟ୍ରଷ୍ଟର ସଦସ୍ୟମାନଙ୍କ କହିବା ଅନୁଯାୟୀ ଏହା କେବଳ ଏକ ଉପହାର ନୁହେଁ, ବରଂ ଏକ ସଚେତନତାର ବାର୍ତ୍ତା, ଯାହା ନୂଆ ଯୁବପିଢ଼ିଙ୍କୁ ନିଜ ମୂଳ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିବାର ଏକ ପ୍ରୟାସ। ପୂର୍ବରୁ ଗାଁ ଘରର ରୋଷେଇ ଘରେ କାଠ ଚୁଲାରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା। ସେହି ଖାଦ୍ୟର ସ୍ୱାଦ ଓ ସୁଗନ୍ଧ ଆଜି ମଧ୍ୟ ଲୋକଙ୍କ ମନରେ ରହିଛି। ଆଜିର ପିଢ଼ି ସେହି ପରମ୍ପରାରୁ ଦୂରେଇ ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଟ୍ରଷ୍ଟର ପରାମର୍ଶଦାତା ନିମାଇ ଚରଣ କର କହିଛନ୍ତି, ସାମାଜିକ ସଚେତନତା ଓ ସମାଜ ସଂସ୍କାର ହେଉଛି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ମୂଳ ଲକ୍ଷ୍ୟ। ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ସକାରାତ୍ମକ ବାର୍ତ୍ତା ମଧ୍ୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କର ଏହି ଅଭିନବ ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ ପ୍ରଶଂସା ମିଳୁଛି। ଅନେକ ଲୋକ ଏହାକୁ ସମୟୋପଯୋଗୀ ଓ ପ୍ରେରଣାଦାୟକ ପଦକ୍ଷେପ ବୋଲି କହୁଛନ୍ତି। କେହି କହୁଛନ୍ତି ଏହା ଗ୍ୟାସ୍ ଦର ବୃଦ୍ଧି ଏକ ବିକଳ୍ପ ବ୍ୟବସ୍ଥା, ଆଉ କେହି କହୁଛନ୍ତି ଏହା ଆମ ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ସୁନ୍ଦର ଉଦ୍ୟମ। ଗୋଟିଏ ଚାଳ, ଗୋଟିଏ ଚୁଲି, ଗୋଟିଏ ଆମ ଚିନ୍ତା, ଆସୁ ପଛେ ଯେତେ ଝଡ଼ ବତାସ, ନୋଇଁବା ନାହିଁ ମଥା। ଆମେ ଗୋଟିଏ ଫୁଲର ପେନ୍ଥା, ଆମେ ଗୋଟିଏ ସୂତାରେ ଗୁନ୍ଥା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ ଅଛି। ଚାଳ ଚୁଲି ଚିନ୍ତା। ତୁ କହିଲି ଏଇଟା ପହିଲା ଠିକ ଦେଲା ଭାଇ ଆପଣ ଟିକେ ସାଇଡ ଭିଡିଓ ସରି 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 ସାଇଡ ଦେଖନ୍ତୁ। ଦେଖନ୍ତୁ କଣ କହିବେ? ଇଏ ନିଆରା ଚିନ୍ତା, ଏଟା କଣ କହିବେ? ଚାଳ ଚୁଲି ଆଉ ଚିନ୍ତା। ଚାଳ ଚୁଲି ଚିନ୍ତା। ଚାଳ ଘର, ଚୁଲି ରୋଷେଇ ଆଉ ଚିନ୍ତା ମୁକ୍ତ ଜୀବନ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କଣ ଆପଣ କହୁଥିଲେ ଯୋଉ ଆଜି ସେ ଯୋଉ ଇଏଟା? ହଁ, ଗୋଟିଏ ଚାଳ, ଗୋଟିଏ ଚୁଲି, ଗୋଟିଏ ଆମ ଚିନ୍ତା, ଆସୁ ପଛେ ଯେତେ ଝଡ଼ ବତାସ, ନୋଇଁବା ନାହିଁ ମଥା, ଆମେ ଗୋଟିଏ ଫୁଲର ପେନ୍ଥା, ଆମେ ଗୋଟିଏ ସୂତାରେ ଗୁନ୍ଥା। ଜୟ ଜଗନ୍ନାଥ। ଆପଣ ମାନେ କଣ କହିବେ ଏବେ ନବଦମ୍ପତିକୁ ଯୋଉ ଆଜି ଆଶୀର୍ବାଦ ଦେଇଛନ୍ତି? ତାଙ୍କର ମାନେ ଦାମ୍ପତ୍ୟ ଜୀବନ ମଧୁମୟ, ସୁଖମୟ, ସମୃଦ୍ଧିମୟ ଏବଂ ସର୍ବାଦୌ ସମସ୍ତଙ୍କର ଆଶିଷ ଝରି ପଡୁ ତାଙ୍କ ମଥାଉ। ଆମ ପାଖରେ ଦମନ ମହାନ୍ତି ଅଛନ୍ତି, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି। କଣ କହିବେ ଆପଣ? କେମିତି ଆସିଲା ଏଇଭଳିଆ ନିଆରା? ଏବେ ଯେହେତୁ ଗ୍ୟାସ ର ଦରଦାମ ବୃଦ୍ଧି ହଉଛି, ଏଇ ଯୋଉ ପାରମ୍ପରିକ ଜିନିଷ ଆର ନିଶ୍ଚିତ ଲୋଡା ପଡିଛି। ଏଇ ଦୃଷ୍ଟିରୁ ଆମର ଟିକେ ନିଆରା ଚିନ୍ତାଧାରା ସବୁବେଳେ ଥାଏ। ଏ ସାନ ଭାଇ ଆମର ମାନସ, ଯେ ତାର ବିବାହ ଥିଲା, ସେ ଆମ ଟ୍ରଷ୍ଟ ସହିତ ଜଡିତ। ଆଜି ସେ ତାର ଯେହେତୁ ଗୋଟେ ଖୁସିର ଦିବସକୁ ଆମେ ଟିକେ ପାରମ୍ପରିକ ରୀତିରେ ପାଳନ କରିବାକୁ ଏ ଗୋଟେ ଚିନ୍ତାଧାରା ଆମର, ଏବଂ ଏହାକୁ ସାଧାରଣ ଜନତା ଗ୍ରହଣ କରିବେ ବୋଲି ଆମେ ଆଶା ରଖୁ।